ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ ସୁନାଝିଅ ସିରିଏଲ ଦେଖିବେ। ଭବାନୀ ଯେତେବେଳେ ବଂଶୁକୁ ଡାକିଦେବେ, ବଂଶୁ ପୁରାପୁରି ଡରିଯିବେ। ଉଷା କହିବେ, ତୁ କ'ଣ ପାଇଁ ଚମକି ପଡ଼ିଲୁ? ବଂଶୁ କହିବେ, ଏତେ ବଡ଼ ଘର ଏବଂ ଏ ଘରକୁ ମୁଁ ନୂଆ ଆସିଛି। ମୋତେ ଯେତେବେଳେ ଶୋଷ କଲା, ମୁଁ ପାଣି ପିଇବା ପାଇଁ ଆସିବି ନା। ଭାବିଲି ସମସ୍ତେ ଶୋଇଥିବେ, କାହାକୁ କାହିଁକି ହଇରାଣ କରିବି। ଆଉ ମୁଁ ଜାଣି ନଥିଲି ଏ ମାଉସୀ ଜଣକ ଏ ଘରେ ଅଛନ୍ତି ବୋଲି। ଆଉ ସେ କେତେବେଳେ ଆସିଲେ କ'ଣ ସେ ବିଷୟରେ ମୋତେ ବି କିଛି ଜଣା ନଥିଲା। ମୋତେ ତ ଲାଗିଲା ମୋ ସାମ୍ନାରେ ଗୋଟେ ଭୂତ ଠିଆ ହୋଇଛି ବୋଲି। ଯାହା ହେଉ, ଭଗବାନଙ୍କ ଦୟାରୁ ମୁଁ ମୂର୍ଚ୍ଛା ହୋଇଯାଇକି ତଳେ ପଡ଼ିଯାଇନି। ଜାଣିଛ ନା ମା, ଆମ ଗାଁରେ ବହୁତ ଗୁଡ଼ାଏ ଭୂତ ଅଛନ୍ତି। ସେମାନେ ରାତିରେ ହିଁ ବାହାରକୁ ବାହାରନ୍ତି। ଏ ମାଉସୀ ମୋତେ ଭୂତ ଭଳିଆ ଲାଗିଲେ। ଭବାନୀ ରାଗିକି କହିବେ, କ'ଣ କହିଲୁ? ମୁଁ ଭୂତ? ଦେଖୁଛ ତ ଉଷା, ଏହାକୁ ମୁଁ ଭୂତ ଭଳିଆ ଦେଖାଗଲି। ସମ୍ଭବ ମନେ ମନେ ହସୁଥିବେ। ଭବାନୀ କହିବେ, ତୁ ପ୍ରଥମେ ତ ମୋ ଘରେ ରହୁଛୁ। ମୁଁ କେତେବେଳେ ଆସିବି ଯିବି ତତେ କହିକି ଯିବି? ଉଷା କହିବେ, ତୁମେ ଏ ମୁହୂର୍ତ୍ତରେ ଏ ଝିଅକୁ ବାହାର କରିଦିଅ। ମୁଁ ଏହାକୁ ଜମା ହେଲେ ବରଦାସ୍ତ କରିପାରୁନି। ଭବାନୀ ଦେବୀ ଉଷା କହିବେ, ଭବାନୀ ଦେବୀ ତୁମେ ରାଗନି। ଉଷା କହିବେ, ଲାଲି ତୁ ଯା ତୋ ରୁମ୍ରେ ଶୋଇପଡ଼ିବୁ। ବଂଶୁ କହିବେ, ତୁମେମାନେ ଯାଆନ୍ତୁ, ମୁଁ ଏ ଜାଗାଟା ଟିକେ ସଫା କରିଦେଇକି ଯିବି। ଆପଣମାନେ ଯାଆନ୍ତୁ। ତାପରେ ସମସ୍ତେ ସମସ୍ତଙ୍କ ରୁମ୍କୁ ଚାଲିଯିବେ। ତାପରେ ଲାଲି ଯାଇକି ତା ରୁମ୍ରେ ଶୋଇପଡ଼ିବେ। ପ୍ରିୟ ଦର୍ଶକ ବନ୍ଧୁ, ଏହାର ପର ଭିଡ଼ିଓ ଦେଖିବାକୁ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।